ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ ମାମଲାର ଷ୍ଟାଟସ୍ ରିପୋର୍ଟ ଡିଜିପିଙ୍କୁ ଜଣାଇବେ କ୍ରାଇମବ୍ରାଞ୍ଚ। ଏଡିଜି ଓ ମାମଲାରୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ। ଏହି ମାମଲା କ୍ରାଇମ୍ ଏଗେନ୍ଷ୍ଟ ଓମେନ୍ ବା ଉଇଡ୍ ଭାବରେ ପରିଗଣିତ ହେବ। ବଛା ବଛା ଅଫିସକୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଜଣେ ଡିଏସ୍ପି ପାହ୍ୟର ଅଫିସର ଧଉଳି ଥାନା ଯାଇ ତଦନ୍ତରେ ଅଗ୍ରଗତି ବାବଦରେ ବୁଝିବେ। ତଦନ୍ତ କିପରି ତ୍ୱରାନ୍ୱିତ ହେବ ସେ ନେଇ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ। ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ୍ ଟିମ୍ର ରିପୋର୍ଟ ସମେତ ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ୍ ପର୍ଯ୍ୟନ୍ତ ସହଯୋଗ କରିବ ସ୍ୱତନ୍ତ୍ର ଟିମ୍। ସାରା ରାଜ୍ୟରେ ହଇଚଇ ଖେଳିଯାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା। ମାମଲାରେ 2 ଅଭିଯୁକ୍ତ ଗିରଫ ହୋଇଥିଲେ ବି ଅନ୍ୟ 3 ଜଣ ଫେରାର ଅଛନ୍ତି। ଗତ 10 ତାରିଖ ବାଙ୍କୁଆଳ ନଦୀଠାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।